ପୁରୀ ସ୍ୱର୍ଗଦ୍ୱାରେ ଘଟିଗଲା ବିରାଟ ବଡ ଅଘଟଣ, ହେଲା ବଡ ଚମତ୍କାର। ହଜାର ହଜାର ଲୋକ ଦେଖୁଛନ୍ତି, କିଛି ଲୋକ ତ ଦୌଡ଼ିକି ପଳାଇଲେ। ବାପା ମାଙ୍କ ଆଖିରୁ ଲୁହ। ସେପଟେ ନାତି ନାତୁଣୀ ସମସ୍ତେ ଅପେକ୍ଷା କରିଥାନ୍ତି। ଗାଁ ଲୋକ ମଧ୍ୟ ଆସି ଠିଆ ହୋଇଗଲେ। ଏମିତି କଣ ହୋଇଗଲା ଯେ ସ୍ୱର୍ଗଦ୍ୱାରରେ, ଯାହା ଫଳରେ କିଛି ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ଆଖିରୁ କିଛି କ୍ଷଣିକ ମାତ୍ରେ ଲୁହ ବାହାରୁଥିଲା, ସେ ମଧ୍ୟ ଭୟଭୀତ ହୋଇଗଲା। ତେବେ ସ୍ୱର୍ଗଦ୍ୱାରରେ ଏମିତି ଯାହା ଘଟିଗଲା, ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ହଠାତ୍ ଚାହୁଁ ଚାହୁଁ ଜୁଇରୁ ଉଠିକି ବସି ପଡିଲେ ଜେଜେମା। ଆଉ ଜେଜେମାକୁ ଦେଖି ନାତି ନାତୁଣୀ ଖୁସି ହୋଇଗଲେ। କିନ୍ତୁ ବାପା ମା ଠୁ ଆରମ୍ଭ କରିକି ଗାଁର କିଛି ଲୋକେ ମଧ୍ୟ ଦୌଡ଼ିକି ପଳାଇଲେ। ଶେଷରେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହଉଛନ୍ତି, ସମସ୍ତେ ନୀରବ ଯାଇଛନ୍ତି। ଇଏ କଣ ହେଲା? ହେ ପ୍ରଭୁ, ଇଏ ପ୍ରଭୁ ଜଗନ୍ନାଥଙ୍କର ଚମତ୍କାର। ତେବେ ଘଟଣାଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କର ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖି ଦିଅନ୍ତୁ। ଘର ତାଙ୍କର କେନ୍ଦ୍ରାପଡାରେ। ରୁହନ୍ତି ସୋମନାଥ ବାବୁ ଆଉ ସ୍ତ୍ରୀ ତାଙ୍କର କନକଲତା। ଦୁଇଟି ପୁଅ ଆଉ ଗୋଟିଏ ଝିଅ। ଗୋଟିଏ ପୁଅଟି ପାଖାପାଖି ବର୍ଷକର ହେବ, ଆଉ ଗୋଟିଏ ପୁଅ ପାଠ ପଢୁଛି, କ୍ଲାସ 5 ରେ ପାଠ ପଢୁଛି। ଝିଅଟି ବଡ, ଝିଅଟି 7 କ୍ଲାସରେ ପାଠ ପଢୁଛି। ଦୁଃଖେ କষ্টେ ଚାଲିଥାଏ ପରିବାର। ଆଉ ଏପଟେ ତାଙ୍କର ଜେଜେ ଜେଜେମା 2 ଜଣ ଅଛନ୍ତି। ସେ ନାତି ନାତୁଣୀ ସହିତ ଖେଳି ସମୟ ବିତାଉଥାନ୍ତି। ବେଶ ଭଲରେ ଚାଲିଥାଏ ତାଙ୍କର ପରିବାର। ସୋମନାଥ ବାବୁ ପେଶାରେ ଜଣେ ଟେଲର। ଯାହା କାମ କରନ୍ତି 2 ପଇସା ଆଣି ଘରେ ଦିଅନ୍ତି। ଚାହୁଁ ଚାହୁଁ ତାଙ୍କ ପରିବାର ବହୁତ ଖୁସିରେ ଚାଲିଥାଏ। ଆଉ ଛୁଆଙ୍କୁ ସ୍ୱପ୍ନ ଦେଖିଥାନ୍ତି, କାହିଁକି ନା ଛୁଆ ବଡ ହେଲେ ଭଲ ମଣିଷ ହେବେ। ନିଜ ନ ଖାଇ ଛୁଆକୁ ସବୁ କିଛି ଦେଇଥାନ୍ତି। ଗାଁରେ ସୋମନାଥ ବାବୁକୁ ସମସ୍ତେ ଭଲ ପାଆନ୍ତି, କାହିଁକି ନା ବହୁତ ମିଳାମିଶା ଲୋକଟିଏ। ନିଜେ ନ ଖାଇବେ ଅନ୍ୟକୁ ସାହାଯ୍ୟ କରିବେ। ଆଉ ସ୍ତ୍ରୀ ମଧ୍ୟ ସେମିତିଆ ଖଣ୍ଡିଏ ପାଇଛନ୍ତି। ଏପଟେ ବାପା ମା, ଯିଏକି ସୋମନାଥଙ୍କ ବାବୁଙ୍କର ବାପା ମା, ସେଇ ଜେଜେ ଜେଜେମା ଯୋଉ ନାତି ନାତୁଣୀଙ୍କର, ସେମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି। କାହିଁକି ନା ଗୋଟିଏ ଏବେ ନୂଆ ଛୁଆ, ଛୋଟିଆ ପିଲାଟିଏ, ଯିଏକି ତାର ନାଁ ଚିକୁ, ସେ ମଧ୍ୟ ବର୍ଷକର ହବ, ତା ସହିତ ଖେଳି ତାଙ୍କ ସମୟ ବିତି ଯାଉଥାଏ। ଆଉ 2 ଭାଇ ଭଉଣୀ ସ୍କୁଲ ଯାଉଥାନ୍ତି, 4ଟା ବେଳେ ଆସୁଥାନ୍ତି। ଏମିତି ଚାହୁଁ ଚାହୁଁ ଭଲରେ ବିତି ଯାଉଥିଲା। କିନ୍ତୁ ଏମିତି ତାଙ୍କ ସହିତ କଣ ଘଟିଯିବ ଯେ, ଯାହା ସମସ୍ତେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସୋମନାଥ ବାବୁଙ୍କର ସ୍ତ୍ରୀ କନକଲତା ମନ୍ଦିରରେ ମଧ୍ୟ କିଛି ବଳା ବିକ୍ରି କରୁଥାନ୍ତି। ଆଉ ସେଇଠି ମଧ୍ୟ ତାଙ୍କର ମଧ୍ୟ ଭଲ ବ୍ୟବସାୟ ହେଉଥାଏ। ଘର ପାଖରେ ଯେହେତୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ସେ ମଧ୍ୟ ନିତିଦିନ ସକାଳେ ଯାଇଥାନ୍ତି। ତାଙ୍କର ଦିନ ସାରା ଆଉ କିଛି କାମ ନଥାଏ। ଆଉ ସମସ୍ତେ ମଧ୍ୟ ବହୁତ ଭଲ ପାଆନ୍ତି, କାହିଁକି ନା ପ୍ରଭୁଙ୍କର ସେବା ମଧ୍ୟ ବେଳେ ବେଳେ କରନ୍ତି। ଆଉ ଦିନେ ନ ଦେଖିଲେ ସେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି କାମରେ ବାହାରନ୍ତି ନାହିଁ ସୋମନାଥ ବାବୁ। ଆଉ ତାଙ୍କ ସ୍ତ୍ରୀ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ପ୍ରତିଦିନ ଦର୍ଶନ କରିବା ପାଇଁ ଯାଇଥାନ୍ତି। ଚାହୁଁ ଚାହୁଁ ବହୁତ ଦିନ ବିତିଗଲା। ଛୁଆର ଏକ୍ଜାମ ମଧ୍ୟ ସରିଗଲା। ସେହି ସମୟରେ ସ୍କୁଲ ଛୁଟି ଥାଏ। ସୋମନାଥ ବାବୁ କହିଲେ, ହଉ ଚାଲ ଟିକେ ପୁରୀ ବୁଲି ଆସିବା, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା। ଆଉ ସେପଟେ ତାଙ୍କର 2ଟି ଛୁଆକୁ ନେଇଗଲେ। ଆଉ ଗୋଟେ ତ ଛୋଟିଆ ଛୁଆଟିଏ, ସେ ମଧ୍ୟ ତ ସାଙ୍ଗରେ ଯିବ। ଏମିତି 2 ଜଣ ନେଇକି ଯାଉଥାନ୍ତି। ଆଉ ବହୁତ କଷ୍ଟରେ ବସରେ ବସିଲେ। ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କଲେ। ଆଉ ସେଇଠୁ ଆଖିରୁ ଛଳ ଛଳ ଲୁହ। କାହିଁକି ନା ଏତେ ବର୍ଷ ପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଆଜି ପ୍ରଭୁଙ୍କର ଡୋରି ମଧ୍ୟ ଲାଗିଲା। ସୋମନାଥ ବାବୁ କହିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ଆଜି ତମ ଡୋରି ଲାଗିଲା ବୋଲି ସିଧା ଆସି ପହଞ୍ଚିଲି। ଆଉ ଭଲରେ ଭଲରେ ମଧ୍ୟ ଦର୍ଶନ କଲି, ଅଭଡ଼ା ମଧ୍ୟ ଖାଇଲି। ମୋ ଜୀବନ ଧନ୍ୟ ହୋଇଗଲା ପ୍ରଭୁ। ସେପଟେ ସ୍ତ୍ରୀଙ୍କ ଆଖିରେ ମଧ୍ୟ ଲୁହ। ଆଉ 2 ଛୁଆ, ଆଉ ଗୋଟେ ଛୁଆ କୋଳରେ। 3 ଛୁଆକୁ ଧରି ସୋମନାଥ ବାବୁ ବହୁତ ଖୁସି ଥାନ୍ତି। ଆଉ ସେପଟେ ଗାଁରୁ ଫୋନ ଆସିଲା ଯେ ହଠାତ୍ ସୋମନାଥ ବାବୁଙ୍କର ମା ଦେହ ଖରାପ। କଣ ବା କରିବେ, ଆଉ 2 ଦିନ ରହିଥାନ୍ତେ ପୁରୀରେ। ସିଧା ବସରେ ବସିଲେ। ସ୍ତ୍ରୀଙ୍କୁ ଏବଂ ଛୁଆକୁ ଧରି ବସରେ ବସିଲେ, ସିଧା ଗଲେ ଘରକୁ। ଘରେ ପହଞ୍ଚିଲା ବେଳକୁ ମାର ଅବସ୍ଥା ବହୁତ ସିରିୟସ। ମାନେ ଛୁଆଙ୍କର ଜେଜେମା ଦେହ ବହୁତ ସିରିୟସ। ଜେଜେମା କହିଲେ, ମତେ ଟିକେ ପୁରୀ ନେଇଲୁନି,
ହୁଏତ ମୋ ଜୀବନ ଚାଲିଯିବ, ମୁଁ ଆଉ ବଞ୍ଚିବି କି ନାହିଁ, ଏମିତି ବହୁତ କାନ୍ଦୁଥାନ୍ତି। ସେଇ ସମୟରେ ପୁଅ କହୁଥାନ୍ତି, ହଉ କିଛି ହେବନି ତୋର, ବ୍ୟସ୍ତ ହୁଏନା, ପ୍ରଭୁ ଜଗନ୍ନାଥଙ୍କୁ ଆମେ ଦର୍ଶନ କରି ଆସିଛୁ, ପ୍ରସାଦ ଆଣିଛୁ, ପ୍ରସାଦ ମଧ୍ୟ ଖାଇଦେ। ଏମିତି ଚାହୁଁ ଚାହୁଁ ରାତିରେ ଶୋଇଲେ। ଆଉ ରାତିରେ ଶୋଇକି ସକାଳେ ଯେତେବେଳେ ଉଠିଲେ ସମସ୍ତେ ଡାକୁଥାନ୍ତି, କିନ୍ତୁ ସୋମନାଥ ବାବୁଙ୍କର ମା, ଯୋଉ ଛୁଆଙ୍କର ଜେଜେମା, ଆଉ ନାହାନ୍ତି। ଗାଁ ଲୋକ ମଧ୍ୟ ଭିଡ ଜମିଗଲେ, କଣ ହେଲା ବୋଲି କହିକି। ପୁଅ କାନ୍ଦୁଥାଏ, ବୋହୂ କାନ୍ଦୁଥାନ୍ତି, ନାତି ନାତୁଣୀ କାନ୍ଦୁଥାନ୍ତି। ଗୋଟେ ବୁଢା ଜେଜଟିଏ, ବୁଢା ବାପା କଣ ବା କରିବ, ସେଇ ସମୟରେ କିଛି କହୁନଥାନ୍ତି। ସୋମନାଥ ବାବୁ ବୋଉ ବୋଉ ବୋଲି କହି ବହୁତ ଜୋର ଚିତ୍କାର କରୁଥାନ୍ତି, କାହିଁକି ନା ସେ ନିଜ ବୋଉକୁ ବହୁତ ଭଲ ପାଉଥାନ୍ତି। ଆଉ ଶେଷରେ ସୋମନାଥ ବାବୁଙ୍କର ବାପା କହିଲେ, ଯାହା ହେଇଗଲାଣି ହେଇଗଲାଣି, ଆଉ ଧୈର୍ଯ୍ୟ ନାହିଁ। ଆଉ ତାର ଇଚ୍ଛା ଥିଲା ସ୍ୱର୍ଗ ଦ୍ୱାରକୁ ଯିବା ପାଇଁ, ପୁରୀକୁ ଯିବା ପାଇଁ। ଆଉ ସେଇଠି ମୁଁ ଚାହୁଁଛି ତାର ଶେଷ କୃତ୍ୟ କରିବା ପାଇଁ। ତେଣୁ ସମସ୍ତେ ଗାଡିରେ ବାହାରିଲେ, ବାଧ୍ୟ ହୋଇକି କାନ୍ଦି କାନ୍ଦି ଯାଉଥାନ୍ତି, ଶେଷ କୃତ୍ୟ ହେବ ଏଇଠି। ଆଉ ସତକୁ ସତ ସବୁ କିଛି କାମ କରିବା ପାଇଁ ସ୍ୱର୍ଗ ଦ୍ୱାରକୁ ଗଲେ। ନାତି ନାତୁଣୀ ଜିଦ୍ଦି କଲେ, ମନା କରୁଥିଲେ ଜିଦ୍ଦି କଲେ, ଆଉ ଛୋଟ ଛୁଆଟି ତ ନେଇପାରିବେ ନାହିଁ। ମା ସେପଟେ ଦୂରରେ ବସିଥାନ୍ତି ବର୍ଷକର ଛୁଆକୁ ଧରିକି, ଯିଏକି ସୋମନାଥ ବାବୁଙ୍କ ସ୍ତ୍ରୀ। ଆଉ ଏପଟେ ଶେଷ କୃତ୍ୟ କାମ ପୁଅ କରୁଥାଏ। ଗାଁର କିଛି ଲୋକ ମଧ୍ୟ ଯାଇଥାନ୍ତି। ଆଉ ଯେତେବେଳେ ଶ୍ମଶାନକୁ ନେଇଗଲେ, ଯେତେବେଳେ ସ୍ୱର୍ଗଦ୍ୱାର ଭିତରକୁ ନେଇଗଲେ, ଜୁଇ ଉପରେ ବସେଇଥାନ୍ତି, ଠିକ ସେଇ ସମୟରେ ନିଆଁ ଦେବା ପୂର୍ବରୁ ହଠାତ୍ ହାତ ଗୋଡ ହଲିଲା। ହଠାତ୍ ହାତ ଗୋଡ ହଲି କାଠଟି ତଳେ ପଡିଗଲା। ଆଉ ସେଇ ସମୟରେ ପୁଅ ଜୋରେ ଚିତ୍କାର କଲା, ବୋଉ ବୋଉ ବୋଲି ଚିତ୍କାର କଲା। ଆଉ ବୋଉର ଆଉ ସେନ୍ସ ନାହିଁ। ବୋଉ ସେଇ ସମୟରେ ହାତ ଦୁଇଟି, ଗୋଡ ଦୁଇଟି ହଲିକି, ପୁଅ ଭାବିଲା ମୋ ବୋଉ ବଞ୍ଚିଛି, ତୁରନ୍ତ ଉଠାଇଲା। ଆଉ ସେଇଠି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଫୋନ କଲା, ଆଉ ମେଡିକାଲକୁ ନେଇଗଲେ। ଡାକ୍ତର କହିଲେ ୟାଙ୍କର ସେନ୍ସ ଅଛି, ହୁଏତ ଆଙ୍କ ମାନସିକ ଚାପ ବା କିଛି ଯୋଗୁରୁ ଇଏ ସେନ୍ସଲେସ୍ ହୋଇଯାଇଥିଲେ, କିନ୍ତୁ ଏବେ ବର୍ତ୍ତମାନ ସେ ଆୟୁଷରେ ରହିବେ, ଆମେ ଟ୍ରିଟମେଣ୍ଟ କରିବା। ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ, ହେ ପ୍ରଭୁ, ଇଏ କି ଲୀଳା ତୋର ପ୍ରଭୁ, ମୋ ବୋଉକୁ ବଞ୍ଚେଇ ଦେ ପ୍ରଭୁ। ବହୁତ ନାତି ନାତୁଣୀଠୁ ଆରମ୍ଭ କରିକି ସେଇ ସମୟରେ ସ୍ୱର୍ଗଦ୍ୱାରରେ ସମସ୍ତେ ଦେଖୁଥାନ୍ତି, ସମସ୍ତେ ମଧ୍ୟ ଭୟ କରି ଦଉଛନ୍ତି, ଇଏ କଣ ହେଲା। ଆଉ ଶେଷକୁ କିଛି ଦିନ ପରେ, ପାଖାପାଖି ମାସେ ପରେ, ସୋମନାଥ ବାବୁଙ୍କର ବୋଉ, ଯିଏକି ନାତି ନାତୁଣୀଙ୍କର ଜେଜେମା, ସୁସ୍ଥ ହେଇକି ଫେରିଲେ। ସମସ୍ତେ ଆଶ୍ଚର୍ଯ୍ୟ ହଉଛନ୍ତି, କାଲି ସକାଳେ ଯେ ମରି ଯାଇଥିଲା, ଯେ ସ୍ୱର୍ଗଦ୍ୱାରକୁ ଶେଷ କୃତ୍ୟ ହଉଥିଲା, ଆଜି ସିଏ ସୁସ୍ଥ ହେଇ ଘର ଫେରୁଛି। ଇଏ କୌଣସି ଚମତ୍କାରଠୁ କମ ନୁହେଁ। ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା, ରଖିଲେ ରଖିବେ, ମାରିଲେ ମାରିବେ। ପ୍ରଭୁ ଜଗନ୍ନାଥଙ୍କ ଲୀଳା, ଧନ୍ୟ ଲୀଳା ପ୍ରଭୁ, ଧନ୍ୟ ତମ ଲୀଳା, ତମ ଲୀଳା ତମକୁ ହିଁ ଜଣା। ଆଉ ଆଜି ସେ ପରିବାର, ଆଜିକି 3 ବର୍ଷ ହେଲାଣି ବେଶ ହସ ଖୁସିରେ ଚାଲିଛି। ବଡ ଝିଅଟି ମଧ୍ୟ କଲେଜ ଯାଉଛି। ଜେଜେମା ମଧ୍ୟ ବହୁତ ଖୁସି ଅଛନ୍ତି, କାହିଁକି ନା ଆଜି ତାଙ୍କୁ ସବୁ କିଛି ମିଳିଗଲା। ଜଗନ୍ନାଥଙ୍କୁ ଦର୍ଶନ କଲେ, ମଝିରେ ଯାଇକି ନାତି ନାତୁଣୀ ସହିତ ଖେଳୁଛନ୍ତି। ଆଉ ଏପଟେ ତାଙ୍କ ଆୟୁଷ ମଧ୍ୟ ଆହୁରି ଅଛି। ତେଣୁ ଇଏ ଥିଲା ସୋମନାଥ ବାବୁଙ୍କର ଲାଇଫରେ କିଛି ଘଟିଥିବା ବଡ ଚମତ୍କାର। ଆପଣଙ୍କର ଯଦି ଏଇଭଳିଆ କିଛି ଚମତ୍କାର ବା ଅନୁଭୂତି ଅଛି, ନିଶ୍ଚିନ୍ତ ଆମ ସହିତ ସେୟାର ମଧ୍ୟ କରିବେ। ଜୟ ଜଗନ୍ନାଥ।